ସବୁ ଯେତେବେଳେ ଯାତ୍ରା କମିଟି ମହାସଂଘ ତରଫରୁ ଆପଣ ଅନୁଗୁଳ ଜିଲ୍ଲା ପାଇଁ ଆସିଛନ୍ତି, ଅନୁଗୁଳ ଜିଲ୍ଲାର ସଂଗଠିତ କଲେ ଆଉ ଗୋଟେ ସୁନ୍ଦର ମେସେଜ ଗଲା, ସମସ୍ତେ ଏକକାଳୀନ ଗୋଟେ ଶପଥ ପାଠ କଲେ, ଯୋଉଟାକି କମିଟି ମାନଙ୍କର ଯେଉଁ ରହେ କମିଟି ଭିତରେ ମତାନ୍ତର ରୁହେ, ଏ କମିଟି ସାଙ୍ଗରେ ସେ କମିଟିର ପଡ଼େନି, ଯେଉଁ ସେମାନେ ଆଜି ଗୋଟେ ବଢ଼ିଆ ମେସେଜ ଦେଲେ, ସମସ୍ତେ ଏକତ୍ରିତ ଭାବରେ ଇଏରେ ମାନେ ଶପଥ ନେଲେ ଆମେ ଏକ ମନ ଏକ ହେଇକି ରହିବା, ତାକୁ ନେଇ କ'ଣ କହିବେ? ନିଶ୍ଚିତ, କାରଣ ଯେହେତୁ ଯୋଉଠି ଗୋଟେ ସଂଗଠନ ହୁଏ ମାନେ ସମସ୍ତେ ଏକତ୍ରିତ ହେବା ପାଇଁ ଅଙ୍ଗୀକାରବଦ୍ଧ ହୁଅନ୍ତି। ଯେଉଁ ଜିନିଷଟା କି ଆଜି ଅନୁଗୁଳ ଜିଲ୍ଲାରେ ସମସ୍ତ ଯାତ୍ରା କମିଟି ଭାଇମାନେ ଯେଉଁମାନେ ଉପସ୍ଥିତ ଥିଲେ ସମସ୍ତେ ଶପଥ ପାଠ କରି ଅଙ୍ଗୀକାରବଦ୍ଧ ହେଲେ ଏବଂ ନୂତନ କର୍ମକର୍ତ୍ତା ଯେଉଁ ଚୟନ କଲେ ତାଙ୍କର ଅନୁପ୍ରାଣିତ ହୋଇକି ମହାସଂଘର ନିର୍ଦ୍ଦେଶରେ ଯେଉଁଭଳି ଭାବରେ ସେମାନେ କାର୍ଯ୍ୟପନ୍ଥା ଅବଲମ୍ବନ କରିବେ ସେଟାକୁ କିଭଳି ଭାବରେ ସୁଚାରୁ ରୂପରେ ପାଳନ କରିବେ ସେଥିପାଇଁ ସେମାନେ ଆଜି ଅଙ୍ଗୀକାରବଦ୍ଧ ହେଲେ। ଯାତ୍ରା କମିଟି ମହାସଂଘ ଧୀରେ ଧୀରେ କାୟା ବିସ୍ତାର କରୁଛି, କ'ଣ ଆର ମୂଳ ଲକ୍ଷ୍ୟଟା କ'ଣ? ଦେଖନ୍ତୁ, ଆମର ତ ଲକ୍ଷ୍ୟ ଗୋଟିଏ, ଯାତ୍ରାରେ ପରିବର୍ତ୍ତନ ଆସିବା ଦରକାର। ମାଲିକମାନଙ୍କର କମିଟିମାନଙ୍କ ପ୍ରତି ଶୋଷଣ ମନୋବୃତ୍ତି ପରିବର୍ତ୍ତନ ହେବା ଦରକାର, କମିଟିମାନଙ୍କୁ ସମ୍ମାନ ମିଳିବା ଦରକାର। ଏସବୁ ଜିନିଷ ହେଲେ ନିଶ୍ଚିତ ଯାତ୍ରା ମାଲିକ, କମିଟି, କଳାକାର ଏବଂ ଯାତ୍ରା ଉପରେ ନିର୍ଭର କରି ବଞ୍ଚୁଥିବା ଯେତେ ସବୁ ଲୋକ ଅଛନ୍ତି ସେମାନଙ୍କର ନିଶ୍ଚିତ ସୁଚାରୁ ରୂପରେ ସମାଧାନ ହୋଇପାରିବ। 3 ବର୍ଷ ତଳେ ଗୋଟେ ଦାବିପତ୍ର ଦିଆଯାଇଥିଲା, ଏପର୍ଯ୍ୟନ୍ତ କୌଣସି ପ୍ରଯୋଜକ ସଂଘର କୌଣସି ନିଷ୍ପତ୍ତି ମାନେ ଯାତ୍ରା କମିଟି ମହାସଂଘ ତରଫରୁ କିଛି ସୁଫଳ ମିଳିନି, ଯେ ଏହି କ୍ଷେତ୍ରରେ ଭାବୁଛନ୍ତି ଯେ ଏମିତି ସାରା ଓଡ଼ିଶାରେ ସଂଗଠିତ ହୋଇ ଯାତ୍ରାର ମାନେ କିଛି ଗୋଟେ ପରିବର୍ତ୍ତନ ଆଣିବା ପାଇଁ? ଦେଖନ୍ତୁ, ଯଦି ସେମାନେ ଯାତ୍ରାର ସୁବିଚାର କରୁଥାନ୍ତେ ତାହେଲେ ନିଶ୍ଚିନ୍ତ ଡାକନ୍ତେ ବସିବା ପାଇଁ, ନିଶ୍ଚିନ୍ତ ସେମାନଙ୍କର ଚିନ୍ତାଧାରା ବର୍ତ୍ତମାନ ନାହିଁ। କାହିଁକି ସେମାନେ ଯଦି କଳାକୁ ଭଲ ପାଉଥାନ୍ତେ, ଯାତ୍ରାକୁ ଭଲ ପାଉଥାନ୍ତେ, ଯାତ୍ରାର ଉନ୍ନତି ପାଇଁ ଚିନ୍ତା କରୁଥାନ୍ତେ, ଦାବିପତ୍ର ଦେଲା ମାନେ ନିଶ୍ଚିନ୍ତ ବସନ୍ତେ। ହୁଏତ ସେମାନଙ୍କ ମନ ଭିତରେ ଅନ୍ୟ କିଛି ଥାଇପାରେ ଯାହାଫଳରେ କି ସେ ବସୁନାହାନ୍ତି। ତେଣୁକରି ଆମେ ଆସ୍ତେ ଆସ୍ତେ କାୟା ବିସ୍ତାର କରୁଛୁ, ଯେଉଁଟାକି ଢେଙ୍କାନାଳ ଜିଲ୍ଲାର ବନ୍ଦର ପ୍ରଭାବ ସାରା ଓଡ଼ିଶାରେ ପଡ଼ିଛି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ବି ସେଇଭଳି ଭାବରେ ଆମର ଆଜି କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା। ସେମାନେ କିଛି ଦିନ ଭିତରେ ବି ନିଷ୍ପତ୍ତି ନେବେ କ'ଣ କରିବେ କ'ଣ ନାହିଁ। ଯଦି ସେଭଳି କିଛି ଅପ୍ରୀତିକର ପରିସ୍ଥିତି ହୁଏ, ମାଲିକମାନେ ମହାସଂଘ ସହିତ ଯୋଗାଯୋଗ ନ କରନ୍ତି କି ମହାସଂଘ ସହିତ ବସିବା ପାଇଁ ନିଷ୍ପତ୍ତି ନ ନିଅନ୍ତି, ହୁଏତ ଅନ୍ୟ କିଛି ହେଇଥାଇପାରେ। ସେ ବିଷୟରେ ଏବେ ତ ସେମାନେ କହିଲେ 2 ଦିନ ଭିତରେ ଆମେ ଆଲୋଚନା କରିକି ଯାହା ନିର୍ଦ୍ଦେଶ ବାହାରିବ ତାର ନିଶ୍ଚିତ ସେମାନେ କରିବେ।